ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ ଭାଗ 9। ଔପନ୍ୟାସିକ ଗୋପୀନାଥ ମହାନ୍ତି। ହାଟ ବୁଲା ବଣଦେଶର ଟୋକାଟୋକିଙ୍କର ଗୋଟାଏ କାମ ନୁହେଁ। ସେ ଗୋଟାଏ ଓର, ଗୋଟାଏ ସୂଚକ। ଅପନ୍ତରା ବାଟରେ କେତେ ନୂଆ ପୁରୁଣାଙ୍କ ସାଙ୍ଗେ ଚିହ୍ନା ଚିହ୍ନି। ହାଟରେ ଦଶରାଇଜର ଲୋକେ ଭେଟାଭେଟି। ସେଠି ଦିଆନିଆ ଚାଲେ। ଧାଙ୍ଗଡ଼ା କିଣିଦିଏ ମୁଢ଼ି, ଗୁଡ଼, ଖଜା, ସିଝା କନ୍ଦମୂଳ, କାଚମାଳି, ପିତ୍ତଳ ମୁଦି। ଧାଙ୍ଗିଡ଼ି କିଣିଦିଏ ଧୂଆଁପତ୍ର, ଆଖୁ। ଏହି ଚମକରେ ମନର ଘେନାଘେନି ଲାଗେ। ହାଟ ଗୋଟାଏ ମଉଛବ। କାମ ନାହିଁ, କିଣା ବିକା କରିବାର ନାଁ ନାହିଁ। ଅତି ବେଶୀରେ କିଏ କିଣିବାକୁ ଯାଇଛି 2 ପଇସାର ଲୁଣ, କିଏ ବିକିବାକୁ ଯାଇଛି ଲଙ୍କା ମରିଚ ଆଞ୍ଜୁଳାଏ। ତଥାପି 10 କୋଶ ଦୂରରୁ ମଣିଷ ଧାର ଲାଗିଯାଇଛି ହାଟମୁହାଁ ଜନ୍ଦା ପିମ୍ପୁଡ଼ି ପରି। ବାଟଯାକ ରଙ୍ଗ ଆଉ ଗୀତ। ପୁୟୁର ଇଙ୍ଗିତ ପୁବୁଲି ବୁଝିପାରିଥିଲା। ଦୁମ୍ବାଗୁଡ଼ା ଗଲେ ବନ୍ଦିକାର ଘାଟି ବାଟରେ ପଡ଼େ। ହଁ, ବନ୍ଦିକାରେ ହାରଗୁଣା ସାଉଁତା ଧାଙ୍ଗଡ଼ା। ଆଗେ ହାରଗୁଣା ବରାବର ଆସୁଥିଲା। ଗାଁର ଲୋକେ ଧରି ନେଇଥିଲେ ପୁବୁଲିକୁ ଘେନି ହାରଗୁଣା ଘର କରିବ। 2 ଗାଁର 2 ସାଉଁତା ଘରେ ସମ୍ବନ୍ଧ ଲାଗିବ। ପୁବୁଲି ହସି ହସି କହିଲା, ସେଇଥିପାଇଁ ତ ଡାକୁଥିଲି ତତେ। ତୁ ଆ, ବାଟ ବତେଇ ଦେବୁ। ଖାଲି ଘରେ ବସି କହିଲେ କ'ଣ ହେବ? ତୁ ଆସିଲେ ସିନା। ମୁଁ ଗଲେ ତୋ ଗୋଡ଼ରେ ଛନ୍ଦି ହୋଇଯିବି ଲୋ। ମିଛରେ ତୋଠୁ ଗାଳି ଶୁଣିଥିବି। ତୁ ଯା। ଶୁଖିଲା ମୁହଁରେ ପୁୟୁ ଟିକେ ହସିଦେଲା। ପୁବୁଲି ଛାତିରେ ଛୁରୀ ଚାଲିଗଲା। ପୁବୁଲି ସଜବାଜ ହେବାକୁ ଗଲା। ଠିକଣା ହେଲା ସେ ଯିବ। ପୁୟୁ ଏକୁଟିଆ ରହିଲେ କ'ଣ ଭାବିପାରେ, କିନ୍ତୁ ସେ ଯିବ। ପୁୟୁ ଉପରେ ଅଭିମାନ କରିବାକୁ ଚେଷ୍ଟା କରି ସେ ମନକୁ ଦମ୍ଭ ଦେଲା। ହଉ, ପୁୟୁ ନ ଗଲେ କ'ଣ ନ ଗଲା। ପୁୟୁ ଏକୁଟିଆ ବସି ପିଲାକୁ କ୍ଷୀର ଖୋଉଥାଏ। ସେ ଘରୁ ଶୁଭୁଥାଏ ପୁବୁଲିର ଗୁଣୁଗୁଣୁ ଗୀତ। ପୁବୁଲି ଗୁଣୁଗୁଣଉଛି। 2 ପକ୍ଷ ଏକାଠି ହେଲେ ଜବାବ ସୁଆଲ ଗୀତ। ସାନ ଦର୍ପଣଟି ଆଗରେ ଥୁଆ ହୋଇଥିବ। ତରତର ହୋଇ ତେଲ ହଳଦୀ ମିଶା ହାତ ଚାଲିଥିବ ଗାଲରେ, ବେକରେ। ଜଡ଼ା ତେଲ ଲଗେଇ ମୁଣ୍ଡଟି ସାଉଁଳା ସାଉଁଳି। ଦର୍ପଣର ଛବିରେ ନିଜକୁ ନିରେଖି ଦେଖା, ନିଜର ମୁହଁକୁ ଅନେଇ ହସ ଛଟା। ପୁୟୁର ଈର୍ଷା ହେଲା ନାହିଁ, ଦୟା ହେଲା। ଯାଉଛି ତ ଯାଉ। ତାର ଯୋଗ ଫିଟି ନାହିଁ, ତେଣୁ ସେ ଏତେ ଦିନ ଯାକେ ବସି ରହିଛି। ତା ଦିନକୁ ପୁୟୁ ଶାଶୁଘର ଖଟିଲାଣି। ବାପ ନାହିଁ, ମା ନାହିଁ। କେତେ ଦୁଃଖ କଷ୍ଟ ଗଲାଣି ତା ଭାଗ୍ୟରେ। ଆହୁରି କେତେ ଥିବ କିଏ ଜାଣେ। ବାପ ମଲା ପରେ କେମିତି ବିରସ ହୋଇ ସେ ଭାଙ୍ଗି ପଡ଼ୁଥିଲା। ମୁହଁଟୁ ଶୁଖାଇ କେତେଦିନ ସେ ବଞ୍ଚି ରହିଛି। ଆଜି ଯଦି ଫଗୁଣରେ ତାର ଡୋର ଶିକୁଳି କାଟିବାକୁ ମନେ ହେଉଛି ଭଲ। କାହିଁକି କିଏ ଅଟକେଇବ? ପୁୟୁ ପୁବୁଲିର କଥା ହିଁ ଭାବୁଥିଲା। ତାର ପରିବର୍ତ୍ତନ ହୋଇଛି ଚାଲିରେ, ଚାହାଣୀରେ, କଥାରେ। କେହି ରହିଲେ ତା ମନରେ। କିଏ? ହାରଗୁଣା ମିଟିଂ କେହି? ଆଉ କିଏ? ସେତିକି ଧାଙ୍ଗିଡ଼ି ରହସ୍ୟ। ପୁୟୁ ବୁଝେ ଏଇ ଟିକକ କଥା ତାଡ଼େ ନାରୀ ମନରେ କଷ୍ଟ ହୁଏ। ତାର ଆନନ୍ଦର ବାରପଣ ଏ ଆଶ୍ୱାସରେ ଯେ ତା କଥା କେହି ମାନନ୍ତି ନାହିଁ। ଯେ ପୁବୁଲି ଏଥର ସେ ତ ତାର ସୁଖରେ ଯିବ। ତାପରେ ଭାବିଲେ ମନଟା ଶୁଖିଯାଏ। ସେ ବି ଯିବ। ତାର ଢଙ୍ଗ ଢପ କହିଦେଉଛି। ସମସ୍ତେ ଗଲେ ରହିବ କିଏ? ପିଲା କ୍ଷୀର ଖାଉଛି। ଭାବିବାକୁ ବେଳ ନାହିଁ। କ୍ଷୀର ଖାଉଛି। ଗୋଟିଏ ଆଖିରେ ଅନେଇ ରହିଛି ମା ମୁହଁକୁ। ଶୁଖିଲା ହାତରେ ସେ ପିଲାକୁ ଆଉଁସି ଆଉଁସି ପୁୟୁ ବସି ରହିଲା। ଆଜି ତରତର ହେବା ଦରକାର ନାହିଁ। ଯାହାଙ୍କ ପାଇଁ ତରତର ସେମାନେ ହାଟକୁ ଯିବେ। ଦିନ ଗୋଟାକ ତାର ଛୁଟି। ତୁମ୍ବାଗୁଡ଼ା ହାଟକୁ ଯିବା ଲୋକ ଆଜି ଫେରିବା ଆଶା ନାହିଁ। ସ୍ତ୍ରୀ ଲୋକ ଯାଉଛନ୍ତି। କାମ ନାହିଁ। ସବୁ ଅବସାଦ ଝୁଙ୍କି ପକଉଛି ସାରା ଅସ୍ତିତ୍ୱଟାକୁ। ଗୋଟି ଗୋଟି ହୋଇ ଭାବିବାକୁ ପଡ଼ୁଛି ସବୁ କଥା। ଗୋଟିଏ ପାଖେ ପୁଅ, ଆର ପାଖେ ଆପଣାର ସବୁ ହାନିଲାଭ। ପୁବୁଲି ସଜ ହୋଇ ବାହାରିଲା। ଆପଣା ପାଇଁ ଆଉ ଭାଇ ପାଇଁ ବାଟ ଲାଗି ଖାଦ୍ୟ ସରଞ୍ଜାମ ପୋଟଳି ବାନ୍ଧିଲା। ଦିଉଡୁ ଥରେ ଆସି ଘରେ ପଶି ତାର ଦରକାରୀ ଜିନିଷତକ ନେଇଗଲା। ପୁୟୁ ଭାବିଥିଲା ଆଉ ଥରେ ସେ ନିଶ୍ଚୟ ଆସିବ। ତାର ଦିଉଡୁ କ'ଣ ଟିକିଏ ବିଗିଡ଼ି ଯାଇଛି। ପୁଅର ମୁହଁକୁ ଅନେଇଲେ ବେଳେବେଳେ ଆଶା ହୁଏ ଦିଉଡୁ ଅନୁତାପ କରିବ। ଘର କରିଥିଲେ ଏତିକି ଦିନ ମନୋମାଳିନ୍ୟରେ ଘରକଣନା ସମାପ୍ତ ହୁଏ ନାହିଁ। ଅଭ୍ୟାସ ଅନୁଯାୟୀ ନିଶ୍ଚୟ ଆଜି ବି ଦିଉଡୁ ଆସି ପଚାରିବ, ଆଜି କ'ଣ କ'ଣ ଆସିବ? ତୋ ପାଇଁ କ'ଣ ଦରକାର?
ଆଜି ହାଟର ଦିନ। ତାକୁ ପରାମର୍ଶ ନ କରି ଗଲେ ଦେଉଳୁ କାହିଁକି ବୁଝିବ? ଘରର ଲକ୍ଷ୍ମୀ ସେ। ପୁରୁଷ ପିଲା ଖଟି ଆଣିଦେବେ, ସେ ଘର ଚଳେଇବ। ଦେଉଳୁ ତାକୁ ପଚାରିବାକୁ ଆସିବ କ'ଣ ସେ କହିବ ଭାବୁଥିଲା। ଟାଣ କଥା ପତେ କହିଦେବାକୁ ଲୋଭ ହେଉଛି। କ'ଣ ତୋର ହୋଇଛି ଆଜିକାଲି? ମୁଣ୍ଡ ବିଗିଡ଼ି ଗଲାଣି କି? ଘର କଥା ବୁଝାସୁଝା ତ ଦୂରର କଥା, ଘରେ ରହିବାକୁ ଖାଇ ଗୋଡ଼ଉଛି। ଘରର ଛାଇ ପଇଲେ ନାହିଁ ରିଉଁଛି। ଏତେ ଦିନକେ ପଦେ କଥା ନାହିଁ, ଖାଲି ଗରଗର ଫଁ ଫଁ। କାହିଁକି? ଅପରାଧ କ'ଣ? ଦେଖ ବାବୁ, ଅନାଦର ଅବହେଳାରେ ପଡ଼ି ରହିବାକୁ ଆମ କନ୍ଧ ସମାଜରେ ଡୋକ୍ରୀ ସ୍ତ୍ରୀ ଲେଖିଦେଇ ନଥାଏ। ଶୁଣ୍ଡି ଘର ନୁହେଁ ତ, ପାଇକ ଘର ନୁହେଁ ତ, ସ୍ୱାମୀ ଯାହା ଇଚ୍ଛା ତା କରୁ, ଆହୁରି 17ଟା ପଛେ ରଖୁ, ମୁହଁ ମାଡ଼ି ପଡ଼ି ରହିବାକୁ ପଡ଼ିବ। ଶୁଣ୍ଡି ଘରେ କି ପାଇକ ଘରେ ବି ଏବେ କାଳେ ଶୋହୁଛି କିଏ ଏତେ? ଆମ କନ୍ଧ ଘରେ ମନର ମେଳ ହେଉଛି ବିବାହର ମୂଳଦୁଆ। ମନ ନ ମାନିଲେ ଖାଲି ପଦେ କଥା, ନାନୁକୁଇନି, ମୁଁ ନାହିଁ କରୁଛି, ମୋର ଇଚ୍ଛା ନାହିଁ। ବେଶ୍, ବିବାହ ଭାଙ୍ଗିଯିବ। ଯଦି କୌଣସି କାରଣରୁ ତୋର ଇଚ୍ଛା ନାହିଁ, କହିଦେଉନୁ କାହିଁକି? ଆମେ ଅଲଗା ହୋଇଯିବା। କେତେ ମାସ ଏମିତି ବିତିଲାଣି, ହିସାବ କଲୁ ଟିକେ। ମାଇକିନିଆ ମନ ତ ମୋର, ନା ମୁଁ ପଥର? ମନେ ମନେ ଆପଣା ସ୍ୱାମୀ ସଙ୍ଗେ ବୁଝାମଣା ହେଉ ହେଉ ଆଖିରୁ ଲୁହ ବୋହୁଥିଲା। ପଦାରୁ ଦେଉଡ଼ର ପାଟି ଶୁଭୁଥାଏ, ଆରେ ତରତର କର। ତାର ଟଣା କଥା ଶୁଣି ପୁୟୁର ସ୍ୱପ୍ନ ଭାଙ୍ଗିଗଲା। ନିଜକୁ କାଠ କରି ସେ ବସି ରହିଲା, ଅପେକ୍ଷା କଲା। ତୋରଞ୍ଜା, ଡମ୍ବ ଆଉ ଲେଞ୍ଜୁ ଆସିଲେ। 3 ଭାର ଅଳସି ପଦାକୁ ଗଲା। ଖାଦ୍ୟ ଜିନିଷର ପୋଟଳା ମୁଣ୍ଡରେ ମୁଣ୍ଡେଇ ପୁବୁଲି ପ୍ରସ୍ତୁତ ହେଲା। ଗୋଠେ ସ୍ତ୍ରୀ ଲୋକ ପୋଟଳି ମୁଣ୍ଡେଇ ପହଞ୍ଚିଗଲେ। କିଏ ହାଟ ଯିବ ଲୋ? ପୁବୁଲି ବାହାର ବାହାର। ଟିକିଏ ହସି ଦେଇ ପୁବୁଲି ମେଲାଣି ନେଲା। ଯାଉଛି, ପୁୟୁ କହିଲା। ଯା। ପୁୟୁ ଖାଲି ଅନେଇ ରହିଲା। ଗାଁର ଅଧେ ଲୋକ ଏକାଠି ହୋଇ ଜିନିଷପତ୍ର ଧରି ପାଟି କରି ଚାଲିଲେ ତୁମ୍ବାଗୁଡ଼ା ହାଟ। ଦିଉଡ଼ି ଗଲା, ଲେଞ୍ଜୁ ଗଲା, ଦିଉଡ଼ୁ ଆସିଲା ବି ନାହିଁ ଟିକିଏ କହିଦେଇ ଯିବାକୁ ସେ ଯେ ଯାଉଛି। ଏମିତି ଫାଙ୍କା ମନରେ ବସି ରହିଲା ସେଠି ପୁୟୁ। ଚଙ୍କିଲା ନାହିଁ। ଭାବିଲା ଏଇ ବୋଧହୁଏ ଶେଷ। ତା ଭିତରେ ଦିଉଡ଼ୁ ଭିତରେ କାନ୍ଦ ମାଡ଼ୁଥିଲା, ରୋକିନେଲା। ବାହାରେ ସାନ୍ତ୍ୱନା ନାହିଁ ଯେ ସେ କାନ୍ଦିବ। ମରୁଭୂମିର ତତଲା ବାଲି ଉପରେ ଲୁହ ଟୋପା ଢାଳିବାକୁ ମନ ହୁଏ ନାହିଁ। ନିଜର କିଛି ସେ ଦୋଷ ଦେଖିପାରିଲା ନାହିଁ। ସବୁ ଦୋଷ ଦିଉଡ଼ୁର। ସେ ବଦଳିଛି। ଭାବିଲା ମଣିଷ ଏହିପରି, ସବୁ ସ୍ନେହ ତାଙ୍କର ଦିଦିନିଆ। ସେ ନିଜେ କିଛି ବଳେ ଆସି ଏ ଘରର ପାଣି ଡମ୍ବେଇ ପିଇ ନାହିଁ। କେତେ ଧାଁ ଧପଡ଼ ଦିଉଡ଼ୁର, କେତେ ଫୁସୁଲା ଫୁସୁଲି, କେତେ ଆଶ୍ୱାସ। ଏହିପରି ସ୍ନେହ ରଖିଥିବି ସବୁବେଳେ। ଫୁଲ ପରି ଖାଲି ତୁ ହସିବୁ। ତୁ ପୁୟୁ ଫୁଲ। ସବୁ କଠିନ କାମତକ ମୋର, ତୋର ଖାଲି ହସ। ଆସିବୁ ନାହିଁ? ନାହିଁ କଲେ ତୋତେ ଝୁରି ଝୁରି ମରିବି। କ'ଣ ହେବ ଏ ବିଫଳ ଜୀବନ ରଖି? ସେ ବିଶ୍ୱାସ କରିଥିଲା। ଦିଉଡ଼ୁ ତାର ବିଶ୍ୱାସ ରଖିନାହିଁ। 10ରୁ କୁକୁର ଆସି ପାଖରେ ଠିଆ ହୋଇ କେଁ କେଁ ହେଲା, ଲାଙ୍ଗୁଡ଼ ପିଟିଲା। ସେ କହିଦେବାକୁ ଚାହେଁ ଯେ ତାକୁ ଭୋକ କଲାଣି। ହଠାତ୍ ପୁୟୁ କଅଁଳ ହୋଇଗଲା। ସାଉଁତା ମନେ ପଡ଼ିଲା। ସାଉଁତା ଥିଲେ ସେ ଫେରାତ ଦେଇଥାନ୍ତା। ଆଜି ଫେରାତ ହେବାକୁ କେହି ନାହିଁ। ଦୀର୍ଘଶ୍ୱାସ ପକାଇ ବିକଳ ହୋଇ ପୁୟୁ ଚାହିଁ ରହିଲା। ହାକିନା ଶୋଇଲାଣି। ଖରା ବଢ଼ିଲାଣି, ଭାଁ ଭାଁ ଲାଗୁଛି। 10ରୁର ମୁଣ୍ଡ ଆଉଁସି କହିଲା, ଭୋକ କଲାଣି କିରେ? ରହିଥା, ଖାଇବାକୁ ଦେବି। ସେତିକିବେଳେ ପାଖ ଘର ଦୁଆରେ ଜାମିରୀ କନ୍ଧର ବୁଢ଼ୀ ଗାଧୋଇବା ପାଇଁ ପାଣି ଥୋଇ ଦେଇ ଗଲା। ବୁଢ଼ା ଜାମିରୀ କନ୍ଧ ଗାଧୋଇବାକୁ ଆସି ବସିଲା। ଜାମିରୀ କନ୍ଧର ଗାଧୁଆ ଗୋଟାଏ ଘଣ୍ଟା। ସବୁଦିନେ ଠିକ୍ ଏତିକିବେଳେ ବୁଢ଼ା ଭୂଇଁଏ ଦିହେଁ ସେଠି ବସନ୍ତି। ବୁଢ଼ୀ ବୁଢ଼ାକୁ ଗାଧୋଉଏ। ଜାମିରୀର ବୁଢ଼ୀ ଲାଉ କଣାରେ ପାଣି ନେଇ ବୁଢ଼ା ଉପରେ ଅଜାଡ଼ି ଦେଲା। ଘଷିପୁଛି ଦେଲା, ସାଉଁଳେଇ ଦେଲା। ସବୁଦିନ ପରି ସ୍ୱସ୍ତିର ଭଙ୍ଗୀରେ ମୁହଁ ଉଜ୍ଜ୍ୱଳ କରି ସାନପିଲା ପରି ବୁଢ଼ା ବସି ରହିଥାଏ। ବୁଢ଼ୀର ଅଲିଅଳ ହସ ହଉଥାଏ। କନ୍ଧ ଦେଶରେ ସ୍ୱାମୀଙ୍କୁ ଗାଧୋଇ ଦେବା ସ୍ତ୍ରୀର ଗୋଟାଏ ଅଧିକାର ଆଉ ଅଭ୍ୟାସ। ଯେ ଯେତେ ହସୁ, କନ୍ଧ ଦାମ୍ପତ୍ୟ ଜୀବନର ଏତିକି ସୁଆଙ୍ଗ ଗୋଟିଏ ପୁରୁଣା ଶିଷ୍ଟାଚାର। ଶୋଷି ଆଖିରେ ସେହି ଦୃଶ୍ୟ ପୁୟୁ ବସି ଦେଖିଲା। କେଡ଼େ ଆସ୍ତେ, କେଡ଼େ ଯତ୍ନରେ ଘଷି ଦିଏ ବୁଢ଼ୀ ବୁଢ଼ାକୁ। ନିଠେଇ ନିଠେଇ ଆଉଁସି ଆଉଁସି ମଳି ଛଡ଼େଇ ଦିଏ।
ଜାମିରି କନ୍ଧ ଗାଧୋଇ ସାରିଲା। ବୁଢ଼ୀ ଭଲ କରି ପୋଛିଦେଲା। ବୁଢ଼ା ଜାମିରି କନ୍ଧ ଅଚଳ ନୁହେଁ, ଆଚ୍ଛା ମଜବୁତ କନ୍ଧ ବୁଢ଼ା। ପିଲା ଝିଅ ଜନ୍ମ ହୋଇଛନ୍ତି, ବଡ଼ ହୋଇଛନ୍ତି, ଆପଣ ଆପଣ ଘର କରିଛନ୍ତି, ଅଲଗା ଅଲଗା। ବୁଢ଼ାବୁଢ଼ୀ ପରସ୍ପରକୁ ଆଦରି ପଡ଼ି ରହିଛନ୍ତି ସେ କାଳରୁ ଏ କାଳ ଯାକେ। ପୁୟୁ ଡାକିଲା, ଏ ଆଇ ଏଣିକି ଆ। କ'ଣ ଗଲୁ ନାହିଁ କିଲୋ ହାଟକୁ? ହଁ, ପିଲା ବୁଆଲିଟିଏ କେମିତି ଯିବୁ? ବସି ରହିଛୁ ଯେ, ଖିଆପିଆ ସଇଲାଣି? ଆଜି ରନ୍ଧା ନାହିଁ, ଦେହଟା ଭଲ ଲାଗୁନାହିଁ। ଉପାସ ରହିବ ନା କ'ଣ? ଏ କି ଛୋପରି କଥା। ନାଇଁ ସତେ ମ। ଛି ଛି, ଏ ଗୋଟିଏ କଥା ନା। ଆମ ସାଙ୍ଗରେ ଗଣ୍ଡାଏ ଖାଇଦେବୁ, ନ ଖାଇଲେ ଦୁଧ ଶୁଖିଯିବ ଲୋ। ପିଲାଟା ଖାଇବ କ'ଣ? ଭଲ ଲାଗୁନାହିଁ ଆଇ, ଖାଇବାକୁ ମନ ହେଉନାହିଁ। ହଉ ହଉ ଆ। ବଳେ ବଳେ ବୁଢ଼ୀ ଓଟାରେ ନେଇ ଗଲା। ମନକୁ ମନ ସ୍ୱାଧୀନ ମତାମତ ଗାଇ ଲାଗିଥାଏ। ଦେଖ ତ ଏବେକାଳ ପିଲାଙ୍କ କଥା। ହଁ ମୁଁ ଜାଣେ ଲୋ, ସବୁ ଜାଣେ। ଆ। ବୁଢ଼ା ଅପେକ୍ଷା କରି ବସିଥିବ। ବୁଢ଼ୀ ନ ଗଲେ ସେ ଖାଇବ ନାହିଁ। କେବଳ ସ୍ନେହ ଭଲ ପାଇବାର ବିବାହ ବନ୍ଧନ ଯେଉଁଠି ସହି ନ ହୁଏ ସେଠି ଭାଙ୍ଗେ, ଯେଉଁଠି ନ ଭାଙ୍ଗି ରହିଥାଏ ସେଠି ବଜ୍ର ପରି ଟାଣ ଶେଷ ଯାକେ। ହାଟର ବାଟ। ବୋଝ ବୋହି ତରତର ଚାଲି ତରତର। ପଡ଼ୁ ପଛେ ଖୋଲ ଖାଲ ଢିପ ଟିକ୍ରା। କଙ୍କର ବାଟ ପଡ଼ି ରହିଛି କୁଢ଼ କୁଢ଼ ପଥର। ପାଦରୁ ଫାଳେ ଫାଳେ ଉଡ଼ି ଯାଉଛି ବାଲିଆ ବାଟ ମଲା ନଈର ପାଉଁଶ ତତଲା ବାଲି। ମଣିଷ ଚାଲିଛନ୍ତି। ପୁରୁଷ ପିନ୍ଧିଛନ୍ତି ଖଣ୍ଡେ ଖଣ୍ଡେ ସରୁଆ କୌପିନି କୋଚଟ। ମସିଆ କୌପିନି, ବାକି ଦେହଟା ଖାଲି। କଳା ମିଶମିଶ ଝାଳୁଆ ଦେହ, ସବୁ ମାଂସପେଶୀ ଝଟକି ଉଠୁଛି। କାନ୍ଧରେ ଟାଙ୍ଗିଆ, ହାତରେ ବାଡ଼ି ବର୍ଚ୍ଛା। ବୋଝ ଭାର ଲଦି ହୋଇ ପୁରୁଷ ଚାଲିଛନ୍ତି। ପର୍ବତର କେଉଁ ଖୋଲ ଭିତରୁ ସରୁ ସରୁ ରାସ୍ତା ଗଡ଼ି ଆସିଛି। ଏକାଠି ହୋଇ ଜାଲ ଗୁନ୍ଥିଛି। ରାସ୍ତା ଦିଶୁନାହିଁ, ଖାଲି ଧାର ଧାର ମଣିଷ, ଜଣକ ପିଛା ଜଣେ। ଆଣ୍ଠୁରୁ ଅଣ୍ଟାରୁ ତଳକୁ ପିରି ଘାସ ଆଉ ଲଟା ଜଙ୍ଗଲର ଛପି ରହିଛି। ଭିନ୍ନ ଭିନ୍ନ ପତନରେ ଭିନ୍ନ ଭିନ୍ନ ଧାର, ଯେପରିକି ସ୍ୱର୍ଗରୁ ପାତାଳକୁ ବଙ୍କା ଢଙ୍କା ହୋଇ ସଜ ହୋଇ ଚାଲିଛନ୍ତି ତା ତଳକୁ ତା ତଳ। ସାନ ପିଲା ଚାଲିଛନ୍ତି। ଟୋକେଇରେ ପଶି ଭାରରେ ବୁହା ହୋଇ ମୁଣ୍ଡ ଉପରୁ ଲାଉତୁମ୍ବା ଲଟିକିଛି। ବୁଜୁଳା ଓହଳିଛି। ତଳେ ଟୋକେଇ ଭିତରୁ ମିଟି ମିଟି ଆଖି, ତାର ବି ହାତ ଦେଖା ସଉକ ଅଛି। ଦେଖି ଦେଖି ସେ ବୁଝିବ, ଶିଖିବ। ଅଗଣିତ ସ୍ତ୍ରୀ, ହାଟ ଆଉ ବାଟ ତାଙ୍କରି ରାଜ୍ୟ। ନାନା ଜାତିର ପୋଷାକ, ଗଦବା ଟୋକୀ। ତାର ମୁଣ୍ଡର ବାଳରେ ନାଲିଆ ପଟିଟିଏ, ଦୁଇ କାନରେ ମସ୍ତ ବଡ଼ ବଡ଼ ପିତ୍ତଳ ତାର। ଅଣ୍ଟା ପଛଟେ ସୁତୁଲି ବଣ୍ଡିଲା ଲୁଗାକୁ ଭୁଲେଇ ରଖିଛି। ପରଜା ଝିଅ, ଡମ ଝିଅ, କନ୍ଦ ଝିଅ ସମସ୍ତିଙ୍କର ଗୋଡ଼ ହାତ ଚାରିଠି ଖୋଲା ଆଉ ଖାଲି। ଗଦବାର ଉଜ୍ଜ୍ୱଳ ହଳଦିଆ ବର୍ଣ୍ଣ ଦିଶୁଛି। ପରଜୁଣୀର ଗରି ଗରି ହାତ ଗୋଡ଼ ଏମୁଣ୍ଡୁ ସେମୁଣ୍ଡୁ ଚିତାକୁଟା ହୋଇଛି। ହସ ହସ ରଙ୍ଗ ରଙ୍ଗର ଦୁନିଆ ହାଟର ବାଟ। ଖଣ୍ଡେ ଦୂର ଯାଇ ଦିଉଡ଼ୁର ଲେଞ୍ଜୁର କଜିଆ। ଦିଉଡ଼ୁ ଗୋଟାଏ ହାଲୁକା ବୋଝ ଧରିଛି। ଆଗେ ଆଗେ ଗପ କରି କରି ଚାଲିଛି। ତାର ଓଜନ ବୋଝ ଗୋଟାଏ। ତୁରୁଞ୍ଜା ଗୋଟାଏ ଲେଞ୍ଜୁ ବୋହିଛନ୍ତି। ଲେଞ୍ଜୁ ପଛେଇ ଥାଏ। ତୁରୁଞ୍ଜା ଚଞ୍ଚଳ ଚଞ୍ଚଳ ଆଖି ବୁଲେଇ ଲାଗିଥାଏ। କେତେ ପ୍ରକାର ମଉଜ ମଜଲିସ୍ ହୋଇପାରିଥାନ୍ତା। କେତେ ଲୋକଙ୍କୁ ଠକି ହୋଇଥାନ୍ତା, ଚୋରି କରି ହୋଇଥାନ୍ତା। ବୋଝ କାରେ ସେସବୁ ସମ୍ଭବ ନୁହେଁ। ବିରକ୍ତ ଲାଗୁଥାଏ। ଟୋକୀମାନେ ଆଗେ ଆଗେ, ଲେଞ୍ଜୁ ବି ଭାବୁଥାଏ ଟୋକୀମାନେ ଆଗେ ଆଗେ ଗଲେ। ମନର ଓରମାନ ପଦାକୁ ଫୋପାଡ଼ି ଦେବାକୁ ଚେଷ୍ଟା କରି ତୁରୁଞ୍ଜା ଲେଞ୍ଜୁକୁ ଚିଡ଼ାଇ ଦେଲା। କହିଲା, ଦେଖ ସାଉଁତା ଚାଲିଛି ବେଶ୍ ଆଗେ ଆଗେ। ତୋ ପରି ତ ସେ ନୁହେଁ ଲୋ। ସାଉଁତା, ତେଣୁ ତୋର ମୋର ଭାରି ବୋଝ, ତାର ହାଲୁକା ବୋଝ। ଭଲ ହେଲା, ସାଉଁତା ମାନ୍ୟରେ ବଡ଼, ସବୁଥିରେ ବଡ଼। ଆଗେ ଆଗେ ସେ ଯିବ ନା ତ ଯିବ ଆଉ କିଏ? ସେଇ ତ ଆମର ମୁଣ୍ଡ। ତୁରୁଞ୍ଜା ଆଉ କେତେ କହିଥାନ୍ତା। ଲେଞ୍ଜୁ କନ୍ଧ ରାଗିଯାଇ କହିଲା, ଚୁପ୍ ରହ ଡମ ପଟକାର। ପଟକାର ଅର୍ଥ ମିଛୁଆ। କାଲିକାର ଟୋକା ଦିଉଡ଼ୁ, ସେ ହେବ ଆମର ମୁଣ୍ଡ ନା ଗଣ୍ଡି? ଫାଙ୍କି ଦେଇ ବଜାତ ଆମକୁ ଭାଲୁ ଧରେଇଛି ଉଠାଣି ବାଟରେ, ଆଉ ଏ ତାକୁ ପ୍ରଶଂସା ହେଉଛି ନା? ତୁରୁଞ୍ଜା ଏଇଆ ଖୋଜୁଥିଲା। ଯାହା ହେଉ ମଜାଟା ଏଥର ଉଠିବ। କହିଲା, କ'ଣ ମିଛ କହିଲି ଭଲା? ମୋ ଉପରେ ରାଗୁଛୁ?
ତୁ ବି ଭାର ବୋହିଛୁ, ମୁଁ ବି ବୋହିଛି। ତୁ ବି ରହିତ, ମୁଁ ବି ରହିତ। ଗାଁର ସାଉଁତା ତ ଆମେ ନୋହୁଁ, ସାଉଁତା ସେ ଆଗରେ ଗଲେ ଆମେ ପଛରେ ଯିବା। ଲେଞ୍ଜୁ ତରତର ହୋଇ ଆଗକୁ ମାଡ଼ିଯାଇ ଡାକିଲା, ହେ ଦେଉଡ଼ୁ, ରହ ରହ। ଦେଉଡ଼ୁ ଅଟକିଗଲା। ତାପରେ ଲାଗିଲା ଦୁହିଁଙ୍କ ଭିତରେ ବାକ୍ ବିତଣ୍ଡା। ବୋଝ ବଦଳା ବଦଳି ପାଇଁ ଦେଉଡ଼ୁ ନାରାଜ, ଲେଞ୍ଜୁ ନଛୋଡ଼ ବନ୍ଧା। ବାଟ ମଝିରେ ମହାନ କଳିତକାଳ। ଦେଉଡ଼ୁ କହୁଥାଏ, ଏ କେମିତି ତୁ ବୋହିବୁ ନାହିଁ? କ'ଣ ହେଲା କ'ଣ? ଅଧେ ବାଟ ତୁ ବୋହି ଚାଲ, ବାକି ଅଧ ମୁଁ ବୋହିବି। ଲେଞ୍ଜୁ ଆହୁରି ରାଗୁଥାଏ। ଶେଷରେ ଭାର ବୋଝ ତଳେ ଥୋଇଦେଇ କହିଲା, ମୁଁ ପାରିବି ନାହିଁ, ମୁଁ ତୋ ପରି ଭେଣ୍ଡିଆ ନୁହେଁ, ରହିଲା ଏଠି। ଦେଉଡ଼ୁ ଗରଗର ହୋଇ ନରମି ଆସିଲା। ବୋଝ ବଦଳ ହେଲା, କିନ୍ତୁ ଲେଞ୍ଜୁ ଯେଉଁ ପଛରେ ସେଇ ପଛରେ, ଦେଉଡ଼ୁ ଆଗେ ଆଗେ। ଘାଟି ମଝିରେ ଲେଞ୍ଜୁ ଏକୁଟିଆ ବସି ପଡ଼ିଲା। ଖରା ଲାଗିଥାଏ, ଦେହରୁ ଝାଳ ଫିଟି ପଡ଼ୁଥାଏ। ବହୁତ ଉପରେ ସେମାନେ। ଉପରୁ ଧାର ଧାର ସାନ ପର୍ବତର କର ଦେଇ ତଳକୁ ପତନ ଗଡ଼ିଚାଲି ଯାଇଛି। ଦୃଷ୍ଟି ଯେତେ ଦୂର ଯାଇଛି। ଉପରକୁ ପର୍ବତ ସନ୍ଧିରେ ଭଉଁରୀ ଭଉଁରିକା ମଣିଷଙ୍କ ଧାର ଏକା ସିଧାକେ ତଳି ଉପରେ ହୋଇ 5ଟି ଭଉଁରୀ। କେଉଁଠି ସରିଯାଇଛି, କେଉଁଠି ମିଶିଛି ଯାଇ ଉପରର ନେଳିଆ ଜଙ୍ଗଲ ଭିତରେ। କେଉଁ ବାଟବଣା ପବନ କଅଁଳିଆ ପତ୍ରକୁ ହଲେଇ ହଲେଇ ଥର ଥର ହୋଇ ଏ କନ୍ଦି ସେ କନ୍ଦି ବୁଲି ବୁଲି ସମ୍ଭାସି ଯାଏ ଟିକିଏ। ଲେଞ୍ଜୁ ତାର ଧୁଙ୍ଗିଆ ଲଗେଇଲା। ମନ ଗହୀରର ବିରକ୍ତି ପୃଷ୍ଠ ଉପରେ ଯେତେ ଉଦାସୀ ଧାରଣା ସବୁ ଆସି ପହଞ୍ଚିଗଲା। ଲେଞ୍ଜୁ ଧୁଙ୍ଗିଆ ଲଗେଇ ଦେଇ ଅଧଆଉଜା ହୋଇ ବସିଲା। ଭାବିଲା ତାର କେହି ନୁହନ୍ତି, କେହି ତାକୁ ଖୋଜନ୍ତି ନାହିଁ। ଦେଉଡ଼ୁ କାଲି ଯେ କାଖ ହେଉଥିଲା, ବାପ ମଲାଠୁ ସେ ମନେ ମନେ ଭାରି ଜଣେ ହେଇଗଲାଣି। ଲେଞ୍ଜୁ ଭାବିଲା, ଏ ତାର କେହି ନୁହେଁ, ଏ ଘର ତାର ନୁହେଁ, ଏ କାମ ତାର ବେଠି। ସମସ୍ତିଙ୍କର ସବୁ ଅଛି, ତାର ନାହିଁ। ପଞ୍ଝାକୁ ପଞ୍ଝା ଲୋକ ଚାଲିଛନ୍ତି, ଲେଞ୍ଜୁ ବସିଥାଏ। ମଣିଷ ଗହଣରେ ପରର ବୋଝ ବୋହି ପୁଣି ବାଟ ଧରିବାକୁ ତାର ଆଗ୍ରହ ନାହିଁ। କିଛି ସମୟ ପରେ, ହେଇ ସେଇଟା ସୋନା ଦେଇ ନା? ସାଙ୍ଗେ ସାଙ୍ଗେ ବୁଢ଼ା ବାରିକ ଭୁର୍ସା ମୁଣ୍ଡା, ବାରିକର ସାନ କାଉଡ଼ି। ସୋନା ଦେଇ ମୁଣ୍ଡରେ ପୁଟୁଳିଟିଏ। ହାଟକୁ ଚାଲିଛନ୍ତି। ପଛେଇ ଗଲୁ ସାଆନ୍ତା। ଲେଞ୍ଜୁ ଉଠିଲା, ହସିଲା, କହିଲା, ବୁଢ଼ା ହେଇଗଲି ବାରିକ। କି ବୁଢ଼ା ତୁରେ? ସାଉଁତା ତତେ ପିଠିରେ ନାଉ କରି ବୁଲଉଥିଲି ସେଦିନ ଏଡ଼ିକିଟିଏ ହୋଇଥିଲୁ। ସୋନା ଦେଇ ହସିଲା। ବାରିକ କହିଲା, ଆମେ ସବୁ ବସିଥାଉ ଥାଉ ତୁମେ ସବୁ ମନେ ମନେ ବୁଢ଼ା ହୋଇଯାଉଛ ପରା। ଏକାଠି ବାଟ ଚାଲିଲେ। ବାରିକ ତାକୁ ଡାକିଛି ସାଉଁତା। ଲେଞ୍ଜୁ ଭାରି ଖୁସି ହେଲା। ଏମିତି ସାନ ସାନ କଥା ଗୋଟିଏ ଗୋଟିଏ ଜାଣ ତା ମନରେ କେଉଁ ମରମରେ ଯାଇ ବାଜେ। ଅନ୍ତର ଭିତରେ ବିଜୁଳି ଚମକ ଖେଳିଯାଏ। ଜାଣ ତା ମନରେ ଗୋଟାଏ ରୂପ ଭାସି ଆସେ। ଅଜଣା ମହା ମନ ଗହୀରରେ ଉଠେ ତାର ପ୍ରତିବିମ୍ବ। ସାଉଁତା, କେଡ଼େ ଖୁସିର କଥା। ସତେ ତ, ସେତେବେଳେ ବୁଢ଼ା ଭାଇ ଥିଲା ଏକା ନାହିଁ ଦୁଇ ଖଣ୍ଡ। ତାର ଧୋବଲା ବାଳଟା ଜଟ ମୁଣ୍ଡେଇ ସେ ସାଉଁତା ହୋଇଥିଲା। ଭଲ ଦିଶୁଥିଲା, ଭଲ ମାନୁଥିଲା। ଆଉ ବର୍ତ୍ତମାନ ଏ ଅର୍ବାଚୀନ ଖୁଅଡିମ୍ବ ଦେଉଡ଼ୁ ବୋଲେଇବ ସାଉଁତା, ଆଉ ସେ ନିଜେ ହେବ ସାମାନ୍ୟ ରଇତ। ବାହାରୁ ଅଧିକାରା ମାନେ ଆସିବେ, ଖୋଜିବେ ସାଉଁତାକୁ। ସବୁ ମତାମତ ଦେବ ସେ। ଗାଁର ଭଲମନ୍ଦ ପାଇଁ ସେ ଦାୟୀ ହେବ। ପଥରୁଆ ନଈ ଭିତରେ ଡଙ୍ଗା ଚଳେଇ ନେବ, 5 ଲୋକଙ୍କୁ ଡଙ୍ଗାରେ ବସେ। ସାଉଁତା ହେବ ତାର ପ୍ରାପ୍ୟ, ଦେଉଡ଼ୁର ନୁହେଁ। ପ୍ରସଙ୍ଗ ଉଠେଇ ଲେଞ୍ଜୁ ଆରମ୍ଭ କଲା। ବୁଢ଼ା ତ ଚାଲିଗଲା, କେମିତି ଅଛି ଆମ ଗାଁ ଦେଖୁଛୁ ତ? ଟୋକା ଟୋକିଳିଆଙ୍କ ଦ୍ୱାରା କ'ଣ କାମ ଚଳେ? ଖାଲି ତୁ ଜାଣେ ସେକାଳର ଲୋକ ଅଛୁ ବୋଲି ସିନା, ନହେଲେ କାହା ଭରସାରେ ବଣ ଭିତରେ ଲୋକେ ପଡ଼ି ରହନ୍ତେ। ସତ୍ କହିଛୁ ସାଉଁତା। ବୁଢ଼ା ଲୋକ ଠିକ୍ ଏ ବୁଢ଼ା ବରଗଛ ପରି। କରନ୍ତୁ ନ କରନ୍ତୁ ଦେଖିଦେଲେ ମନରେ ସାହସ ଆସେ। ବୁଢ଼ା ଜଣେ ଠିଆ ହୋଇଥିଲେ ସବୁ ଠିକ୍। କ'ଣ ହେବ? ଏବର ଲୋକେ କ'ଣ ସେ କଥା ବୁଝନ୍ତି? ଗାଁ ପାଇଁ ଏତେ କଲି, ଗାଁ ଲୋକ ନେଉରି ହୋଇ ଆସିଲେ, ଡାକିଲେ, କହିଲେ ଆମ ଗାଁରେ ବାରିକ ହେବୁ ଚାଲ। ହଳ ବଳଦ ଦେବୁ, ଜମି ଦେବୁ, ଯାହା ମାଗିବୁ ତା ଦେବୁ। ନେଚିଦେଲି, ନାହିଁ କରିଦେଲି। ସାଉଁତା ନେଚିଦେଲି। କହିଲେ ଏଇଟା ମୋର ଭୂଇଁ, ଏଇଠି ମାଟି କାମୁଡ଼ି ମୁଁ ପଡ଼ିଥିବି। କ'ଣ କରିବି? ବୁଢ଼ା ହୋଇଗଲି, ଏଣିକି ଆଉ ପାରୁନାହିଁ। ଏଣେ ବାର ଅଭାବ ବଢ଼ି ଚାଲିଛି। ଖାଦ୍ୟ ଅଣ୍ଟୁ ନାହିଁ। ଦେଉଡ଼ୁ ସାଉଁତାକୁ ଜମି ଖଣ୍ଡେ ମାଗି ବୁଲୁଛି, ଦବ କି ନ ଦେବ ଯେ ପିଲା ଲୋକର ମନ ତ।
ପିଲା ଲୋକର ମନ ଠିକ୍ ନୁହେଁ ବାରିକ। ତାକୁ ନିଜ ଛଡ଼ା ଆଉ କେହି ଦିଶନ୍ତି ନାହିଁ। ପରର ଦୁଃଖ ବୁଝିପାରିଲେ ସିନା ଲୋକ 10 ଜଣଙ୍କ ବଡ଼ମୁଣ୍ଡିଆ ହୋଇ ଗାଁ ଚଳେଇବ। ଏ ଟୋକା ଲୋକ କ'ଣ ବୁଝିବେ? ସନ୍ଦିଗ୍ଧ ଆଖିରେ ଥରେ ତା ଆଡ଼କୁ ଚାହିଁ ଦେଇ ବାରିକ କହିଲା, ସତ୍ ସତ୍। ଲେଞ୍ଜୁ କହିଲା, ମଦୁଆଟା। ବାରିକ ମୁଣ୍ଡ ହଲେଇଲା, ହଁ ହଁ ବିକିରେ। ବୋଝ କାଟୁଥାଏ, ଖରା ଗଳି ଯାଉଥାଏ ଦେହରେ। ପଛରେ ପକେଇ ସମସ୍ତେ ଚାଲି ଯାଇଛନ୍ତି। ଲେଞ୍ଜୁ କହିଲା, ଆପଣାର ଭାରିଯାଠି ମନ ନାହିଁ। ସୋନାଦେଈର କୌତୂହଳ ବଢ଼ିଲା। ସେ ପାଖକୁ ପାଖ ଚହଲି ଆସିଲା। ଲେଞ୍ଜୁ କହିଲା, କେତେ ଦିନ ହୋଇଗଲା ଏକାଠି ବସା ଉଠା ନାହିଁ, ଖୁସି ସରଦା ନାହିଁ। ଘର କଥା କ'ଣ କହିବି ପରକୁ? ଟୋକିଟାକୁ ଦେଖିଲେ ବିକଳ ଲାଗେ। ପଞ୍ଚାୟତ କରିବି କେଉଁଠି? ସୋନାଦେଈର ଆଗ୍ରହ ଖୁବ୍ ବଢ଼ି ଯାଇଥିଲା। ହସିଲା ଆଖିରେ ବାରମ୍ବାର ସେ ଲେଞ୍ଜୁ ମୁହଁକୁ ଅନାଉଥିଲା। ବାରିକ ଭାବି ଭାବି କହିଲା, କିଛି ସମୟ ଭାବି ବାରିକ କହିଲା, ତୁ କାହିଁକି ଏମିତି ପଡ଼ିଛୁ ସାଉତା? ତୁ ସାଉତା ହେଲୁ ନାହିଁ କାହିଁକି? ଅମିନ ରେବଣୀଙ୍କ ପାଖେ 10 ଲୋକଙ୍କ ଆପତ୍ତି ପଡ଼ିଥିଲେ ନିଜ ଆଖିରେ ସବୁ ଦେଖି ବୁଝି ସେମାନେ ଯାହା କିଛି କରିଥାନ୍ତେ ତ କେଡ଼େ ସୁନ୍ଦର ହୋଇଥାନ୍ତା। ଗାଁର କପାଳ ଖୋଲିଥାନ୍ତା। ତୋ ପରି ସାଉତା ସବୁବେଳେ ମୁଁ ତ ପାଦ ତଳେ। କ'ଣ କହୁଛୁ? ଲେଞ୍ଜୁ ଖାଲି ଦୀର୍ଘଶ୍ୱାସ ପକାଇଲା। ସୋନାଦେଈ ସାନ୍ନିଧ୍ୟତାରେ ଚେତନାର ଅଙ୍ଗାର ଉଷଉଥାଏ। ବଢ଼ିଲା ନଈର ଫୁଲିଆ ଜୁଆର। ତା ଉପରେ ଭସାଣ ଅଙ୍ଗାରର କୁଢ଼। କ'ଣ କହୁଛୁ? ଏମିତି ଉଡ଼ି ଚାଲିଥିବୁ ସବୁଦିନେ? କହ। ଖାଲି ତୋଠୁ ପଦେ ଶୁଣିଦେଲି ବାକି ମୁଁ ଲାଗିଯିବି ଚେଷ୍ଟାରେ। କିଛି ଭିଡ଼ କାମ ନୁହେଁ ତ? ଅମିନ ରେବଣୀକି ଖୁସି କରିଦେଲେ ସବୁ ବଳେ ହାସଲ। ଏଥର ତ ସେମାନେ ଆସିବେ ଶିସ୍ତୁ ହସୁଲ କରିବାକୁ କହିବା। ନାହିଁ ସାଉତା, ତୁ ଆଉ ଅମଙ୍ଗ ହଅ ନାହିଁ। ତୋର ଭାଇ ଥିଲା, କେଡ଼େ ସୁନ୍ଦର ମାନିଥିଲା କାହାକୁ। ତା ବଦଳରେ ତୁ ସାଉତା ହେବୁ। ତୋର ଚଗଲା ପୁଅ ପୁତୁରାଟାକୁ ତୁ ଶାସନ କରିବୁ। ସେ ମଣିଷ ହୋଇଛି କେଉଁଠି? ତାର ବାପ ତାକୁ ତତେ ଦେଇଥିଲା, ତୁ ତ ମଣିଷ କରିବୁ। କ'ଣ ହେବ ସେଇଟା ବାରିକ? ତାର କ'ଣ ଗୋଟିଏ ବୋଲି କିଛି କଥା ଠିକ୍ ଅଛି? ଆପଣା ଭାରିଜାଠୁ ଏମିତି ବାଟରେ ଯାହାକୁ ଦେଖିଲା ତା ପଛେ ଧାଇଁଗଲା। ଗୋଟାଏ ବୋଲି କୋଉଠି ଥାଇ ଠିକଣା ନାହିଁ। ଖାଲି ପେଟେ ମଦ, ଆଖିଟା ଚାରିଆଡ଼େ। ଛି! ଏଥର ସୋନାଦେଈର ଦୀର୍ଘଶ୍ୱାସ ପକାଇବା ପାଳି। ଏଥର ବାଟର କ୍ଳାନ୍ତି ତାରି ଗୋଟା ସୁଦ୍ଧା। ଦୂର ବାଟ ସମସ୍ତେ ବାହାରି ଆସିଲେ। ଘରେ ରହିଲା କିଏ? ଘରେ ବାଳ ମୁଣ୍ଡା ରହିଛି। କଥା ଦେଖ, ବୁଢ଼ା ବାପ ହାଟ କରି ଯିବ। ଭେଣ୍ଡିଆ ପୁଅ ବସି ରହିବ ଘରେ। କାନ୍ଧରେ ଲାଉ କରି ଆଣିଲୁ ନାହିଁ। ସମସ୍ତେ ହସିଲେ। ବାରିକ କହିଲା, ନାହିଁ ସତରେ ସାଉତା, ଭାରି ଅଳସୁଆଟା ସେ। ଏ ଯୁଗର ଟୋକା ସମସ୍ତେ ଅଳସୁଆ। ବାଳମୁଣ୍ଡାର ସମାଲୋଚନା ସୋନାଦେଈ କାନକୁ ଭାରି ଭଲ ଲାଗୁଥାଏ। ସୋନାଦେଈ ସାନ୍ନିଧ୍ୟ ଲେଞ୍ଜୁ କନ୍ଧକୁ ଖୁବ୍ ତେଜି ଦେଉଥାଏ। କେହି କାହାକୁ ପାଟି ଫିଟାଏ ନାହିଁ। ମନେ ମନେ ତାଙ୍କର ପରସ୍ପରକୁ ବୁଝାମଣା ଚାଲିଥାଏ। କଥା ନ ସରେ ଲେଞ୍ଜୁ କନ୍ଧ ଭରସି କହିଲା, ବୁଝିଲୁ ବାରିକ, ପୁଅମାନେ ଏମିତି ନିସ୍ତା, ଅଳସୁଆ, ପିସ୍ତା, ନିକମା ହୋଇକିନା ଘରେ ବସିଲେ ବୋହୂମାନଙ୍କୁ ଜଗିବାକୁ ବୁଢ଼ା ବାପର ଧାଇଁବା ଦରକାର ହୁଏ। ମିଛ କହିନୁ ସାଉତା, ସତ୍ ସତ୍। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଅମୃତର ସନ୍ତାନର ଏହି ଭାଗ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଅନ୍ୟ ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।